जय जगन्नाथ। ଯେଉଁମାନେ ଅନଲାଇନ୍ ସପିଂ କରୁଛନ୍ତି, ସେ ଡ୍ରେସ୍ ହଉ କି ସୁ ହଉ, ପନିପରିବା ହଉ, ଗ୍ରୋସରୀ ହଉ, ଅନ୍ୟାନ୍ୟ ସାମଗ୍ରୀ ଯାହା ବି କିଛି ଆଜ୍ଞା ହଉ, ଯଦି ଆଣିବାର ଅଛି ଆପଣମାନେ ଅର୍ଡ଼ର କରନ୍ତୁ। ଯଦି ଆଣିବାର ନାହିଁ ଅର୍ଡ଼ର କରନ୍ତୁ ନାହିଁ। ଅର୍ଡ଼ର କରିବା ଦ୍ୱାରା ଆପଣ ଆଣିବେନି, କ୍ୟାନସଲ୍ ମାରିଦେବେ। ଯେକୌଣସି ପିଲାଟି ସେ ଲାଇନ୍ରେ କାମ କରୁଛି, ସେ ତେଲ ପୋଡ଼ିକି ଯିବ ଆପଣଙ୍କ ଦୁଆରକୁ। ଆପଣ କ୍ୟାନସଲ୍ କରିଦେଲେ ଯେଉଁଠି ସେ 10 ଟଙ୍କା ପାଇବା କଥା ସେଠି 10 ଟଙ୍କା ସେ ଲସ୍ ଖାଇବ। କମ୍ପାନୀ କି ନା ଅର୍ଡ଼ର ଦେଇପାରିବ, ନିଜେ ବାଧ୍ୟ ହୋଇକି ନିଜେ ନେବ, ନହେଲେ ତାକୁ କମ୍ ରେଟ୍ରେ କାହାକୁ ବିକିବ, ଲସ୍ ଖାଇଯିବ ନା। ଯେକୌଣସି ଭାଇମାନେ ସେ ଲାଇନ୍ରେ ଖଟୁଛନ୍ତି, ଭାଇ ହୁଅନ୍ତୁ ଭଉଣୀ ହୁଅନ୍ତୁ, ଖଟୁଛନ୍ତି, ତାଙ୍କ ପରିବାର ପାଇଁ ଖଟୁଛନ୍ତି, ସେମାନେ ପରିବାର ପୋଷିବା ପାଇଁ ଖଟୁଛନ୍ତି, ମେହନତ କରୁଛନ୍ତି, ବହୁତ କଷ୍ଟ ସେମାନେ କରୁଛନ୍ତି। ଖରା ବର୍ଷା ତାଙ୍କ ପାଇଁ ସବୁ ସମାନ। ତା ଭିତରେ ସେ ଖଟିଲେ, ପଇସା ନେଲେ, ସେ ଘରକୁ ଖର୍ଚ୍ଚ କରିବେ, ତାଙ୍କ ପରିବାର ପାଇଁ କିଛି କରିବେ, ସେଇଟା ସେମାନେ ଭାବିକି ଖଟୁଛନ୍ତି। ଆପଣମାନେ ଜାଣିପାରୁନାହାନ୍ତି, ସେ କର୍ମଟା ସେ କରୁଛନ୍ତି, ସେ ଜାଣୁଛନ୍ତି। ଆପଣମାନେ ସେ ଲାଇନ୍ରେ ଥରେ ଗଲେ ବୁଝିବେ କେତେ ଯେ କଷ୍ଟ। ଟଙ୍କାଟେ ଇନକମ୍ କରିବାକୁ ହେଲେ କେତେ କଷ୍ଟ କରିବାକୁ ପଡ଼ୁଛି। ଜାଣିପାରୁନେ ଆମେମାନେ ଅଜାଣତରେ ସବୁ ଭୁଲ କରୁଛେ, ସମସ୍ତଙ୍କୁ ଆମେ ହଇରାଣ କରୁଛେ। ଏମିତି କରନ୍ତୁନି। ସେ ଖାଇବାଟେ ହଉ କି ଜୋମାଟୋରେ ଅର୍ଡ଼ର କରନ୍ତୁ, କି ସେ ମେସୋ ହଉ, ଆମାଜନ୍ ହଉ, ଫ୍ଲିପକାର୍ଟ ହଉ କି ଜିଓମାର୍ଟ ହଉ, ତାପରେ ଯାହା ବି ରହିଲା ଅନଲାଇନ୍ ସପିଂ, କିଛି ଆପଣଙ୍କ ଡ୍ରେସ୍ଠୁ ଧରିକି ଖାଇବା ପର୍ଯ୍ୟନ୍ତ ଯଦି ଆଣିବାର ଅଛି ଆପଣମାନେ ଅର୍ଡ଼ର କରନ୍ତୁ। ଆଣିବାର ଯଦି ନାହିଁ ଅର୍ଡ଼ର କରି କ୍ୟାନସଲ୍ କରନ୍ତୁ ନାହିଁ। ଯେଉଁ ପିଲାଟି ସେ ଲାଇନ୍ରେ ଖଟୁଛି ସେ ହଇରାଣ ହେଇଯିବ। ପ୍ଲିଜ୍ ସମସ୍ତଙ୍କୁ ମୋର ଅନୁରୋଧ କରୁଛି, କାହାକୁ ହଇରାଣ କରନ୍ତୁନି। ଆଜିକାଲି ଯେଉଁ ଛୋଟ ଛୋଟ ପିଲା ବାହାରିଛନ୍ତି, ଆଉ କିଛି ବଦମାସ ଲୋକ ଅଛନ୍ତି, ଏମିତି ହଇରାଣ କରୁଛନ୍ତି ଡେଲିଭରି ବାଲାଙ୍କୁ। ଏମିତି କରନ୍ତୁନି। ଆପଣ ଯଦି ସେ ଜାଗାରେ ଥିବେ, ଆପଣଙ୍କ ପ୍ରତି ଏମିତି ଯଦି ହେବ, ଆପଣ ସହିପାରିବେ ତ? ମୁଣ୍ଡ ଉପରେ ଥିବ ପରିବାର ବୋଝ, ଆପଣ ଖଟିଲେ ପରିବାର ଚଳିବ। ସେ ସବୁ ଦୃଷ୍ଟିରେ ଆଖି ଆଗରେ ରଖି ଆପଣମାନେ ସୁଧୁରି ଯାଆନ୍ତୁ। ଯଦି ଆଣିବାର ଅଛି, ଖାଇବାର ଅଛି, ପିନ୍ଧିବାର ଅଛି, କିଛି ସଉକ ଦେଖାଇବାର ଅଛି, ତାହେଲେ ଅର୍ଡ଼ର କରନ୍ତୁ, ନହେଲେ ଅର୍ଡ଼ର କରନ୍ତୁନି। ଏତିକି ଆପଣମାନଙ୍କ ପାଖରେ ମୋର ଅନୁରୋଧ, ଗୁହାରି। ମୋ କଥା ଟିକେ ଆପଣମାନେ ଶୁଣିବେ। କୌଣସି ଡେଲିଭରି ବୟଙ୍କୁ ହଇରାଣ କରନ୍ତୁ ନାହିଁ। ବହୁତ କଷ୍ଟ କରୁଛନ୍ତି, ବହୁତ ମେହନତ କରୁଛନ୍ତି, ଖରା ବର୍ଷା ଝଡ଼ି ସବୁ ସହି, ତଥାପି ସେ ଗାଳି ଅପମାନ ଦୁଃଖ କଷ୍ଟ ସହି, ଯନ୍ତ୍ରଣା ସହି ସେ କଷ୍ଟ କରୁଛନ୍ତି ତାଙ୍କ କିଛିଟା ପଇସା ପାଇଁ, ଟିକେ ଖୁସିରେ ରହିବା ପାଇଁ। ଏତିକି କହୁଛି, କାହାକୁ ହଇରାଣ କରନ୍ତୁନି। ତାଙ୍କ କର୍ମର ଫଳ ତାଙ୍କୁ ଠିକ୍ ସେ ମିଳୁ। ଆଉ ଆପଣମାନେ ଠିକ୍ ଟାଇମ୍ରେ ଅର୍ଡ଼ର କରନ୍ତୁ, ଆପଣ ଠିକ୍ ଟାଇମ୍ରେ ଅର୍ଡ଼ର ପାଆନ୍ତୁ, କିନ୍ତୁ ଅର୍ଡ଼ର କରି କ୍ୟାନସଲ୍ କରନ୍ତୁ ନାହିଁ ପ୍ଲିଜ୍। ମୋର ଆପଣଙ୍କ ପାଖରେ ହାତ ଯୋଡ଼ି ଅନୁରୋଧ କରୁଛି। ଜୟ ଜଗନ୍ନାଥ।